ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜନ୍ମକଥା ଓ ଉପଦେଶ। ଆମର ଏହି ଭାରତବର୍ଷରେ ଅନେକ ସାଧୁସନ୍ଥମାନେ ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରେ ରାମାନୁଜାଚାର୍ଯ୍ୟ ହେଉଛନ୍ତି ଅନ୍ୟତମ। ଭାରତର ଦକ୍ଷିଣ ଓ ଉତ୍ତରରେ ରାମାନୁଜାଚାର୍ଯ୍ୟଙ୍କ ଅନେକ ଭକ୍ତ ଅଛନ୍ତି। ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜନ୍ମ 1017 ଖ୍ରୀଷ୍ଟାବ୍ଦରେ ଦକ୍ଷିଣ ଭାରତର ତିରୁକୁଦର କ୍ଷେତ୍ରରେ ହୋଇଥିଲା। ସେ ବାଲ୍ୟ ଶିକ୍ଷା କାଞ୍ଚିଠାରେ ଯାଦବ ପ୍ରକାଶଙ୍କଠାରୁ ବେଦ ଶିକ୍ଷା ନେଇଥିଲେ। ରାମାନୁଜାଚାର୍ଯ୍ୟ ଆଲବନ୍ଦାର ଯମୁନାଚାର୍ଯ୍ୟଙ୍କ ପ୍ରଧାନ ଶିଷ୍ୟ ଥିଲେ। ଗୁରୁଙ୍କ ଇଚ୍ଛା ଅନୁସାରେ ରାମାନୁଜାଚାର୍ଯ୍ୟ 3ଟି କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। 1. ବ୍ରହ୍ମସୂତ୍ର ଲେଖିବା, 2. ବିଷ୍ଣୁ ସହସ୍ରନାମ ଲେଖିବା ଏବଂ 3. ଦିବ୍ୟ ପ୍ରବନ୍ଧନ ଟୀକା ଲେଖିବା। ସେ ଗୃହସ୍ଥ ଆଶ୍ରମ ତ୍ୟାଗ କରି ଶ୍ରୀରଙ୍ଗମର ୟତିରାଜ ସନ୍ନ୍ୟାସୀଙ୍କଠାରୁ ସନ୍ନ୍ୟାସୀ ଦୀକ୍ଷା ନେଇଥିଲେ। ମୈଶୂରର ଶ୍ରୀରଙ୍ଗମଠାରୁ ଯାଇ ରାମାନୁଜ ଶାଳଗ୍ରାମ ନାମକ ସ୍ଥାନରେ ରହିଥିଲେ। ସେଠାରେ ସେ 12 ବର୍ଷ ପର୍ଯ୍ୟନ୍ତ ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ। ପରେ ସେ ବୈଷ୍ଣବ ଧର୍ମର ପ୍ରଚାର କରିବା ପାଇଁ ସମ୍ପୂର୍ଣ୍ଣ ଭାରତ ଭ୍ରମଣ କରିଥିଲେ। ବୈଷ୍ଣବ ଆଚାର୍ଯ୍ୟ ରାମାନୁଜାଚାର୍ଯ୍ୟଙ୍କ ଶିଷ୍ୟମାନେ ପରମ୍ପରାଗତେ ରାମାନନ୍ଦୀ ହୋଇଥିଲେ, ଯାହାଙ୍କ ଶିଷ୍ୟ ଥିଲେ କବୀର ଓ ସୁରଦାସ। ରାମାନୁଜ ବେଦାନ୍ତ ଦର୍ଶନ ଉପରେ ଆଧାରିତ ନିଜର ଏକ ନୂଆ ଦର୍ଶନ ବିଶିଷ୍ଟ ଦ୍ୱୈତ ବେଦାନ୍ତ ଗଢ଼ିଥିଲେ। ରାମାନୁଜାଚାର୍ଯ୍ୟଙ୍କ ବିଶିଷ୍ଟ ଦ୍ୱୈତ ବେଦାନ୍ତ ଅନୁସାରେ ଚିତ୍ତ ଅର୍ଥାତ୍ ଆତ୍ମା ଓ ଅଚିତ୍ତ ଅର୍ଥାତ୍ ପ୍ରକୃତି ଏମାନେ ବ୍ରହ୍ମ ବା ଈଶ୍ୱରଙ୍କ ଠାରୁ ଅଲଗା ନୁହନ୍ତି। ଏମାନେ ବିଶିଷ୍ଟ ରୂପରେ ବ୍ରହ୍ମ ବା ଈଶ୍ୱରଙ୍କ ସ୍ୱରୂପ ଓ ବ୍ରହ୍ମ ବା ଈଶ୍ୱରଙ୍କ ଉପରେ ଆଧାରିତ। ଯେପରି ଆତ୍ମା ଶରୀରରେ ଥାଏ ଓ ଆତ୍ମାର ଉଦ୍ଦେଶ୍ୟ ପୂର୍ତ୍ତି ନିମନ୍ତେ ଶରୀର କାର୍ଯ୍ୟ କରିଥାଏ, ସେହିପରି ଆତ୍ମା ଓ ପ୍ରକୃତି ଈଶ୍ୱରଙ୍କ ନିମନ୍ତେ କାର୍ଯ୍ୟ କରିଥାନ୍ତି। ରାମାନୁଜାଚାର୍ଯ୍ୟଙ୍କ ଅନୁସାରେ ଭକ୍ତିର ଅର୍ଥ ପୂଜାପାଠ କିମ୍ବା ଭଜନ କୀର୍ତ୍ତନ ନୁହେଁ। ଭକ୍ତିର ଅର୍ଥ ଧ୍ୟାନ କରିବା ଓ ପ୍ରାର୍ଥନା କରିବା। ଭକ୍ତି ଜାତି ଆଧାରିତ ନୁହେଁ, ସେ ସବୁ ବର୍ଗ ପାଇଁ ସମାନ ଅଟେ। ରାମାନୁଜାଚାର୍ଯ୍ୟଙ୍କ 2ଟି ମୂଳ ଗ୍ରନ୍ଥ ହେଲା ଶ୍ରୀଭାଷ୍ୟ ଓ ବେଦାର୍ଥ ସଂଗ୍ରହ। ଶ୍ରୀ ରାମାନୁଜାଚାର୍ଯ୍ୟ 1137 ଖ୍ରୀଷ୍ଟାବ୍ଦରେ ବ୍ରହ୍ମଲୀନ ହୋଇଯାଇଥିଲେ।